ବର୍ତ୍ତମାନ ଯାହା ସୂଚନା ମିଳୁଛି, ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜାରି ରହିଛି 5ଟିକିଆ ଟି20 ସିରିଜ୍। ତେବେ ସୂଚନା ଅନୁସାରେ ପ୍ରଥମ ଓ ଦ୍ୱିତୀୟ ମ୍ୟାଚ୍ରେ ଦମଦାର ବିଜୟ ହାସଲ ପରେ ତୃତୀୟ ଟି20ରେ ପରାସ୍ତ ହୋଇଥିଲା ଟିମ୍ ଇଣ୍ଡିଆ। ସିରିଜ୍ରେ ଏବେ 2-1ରେ ଭାରତ ଆଗୁଆ ରହିଥିଲେ ବି ଆଗୁଆ ସିରିଜ୍ ହାତେଇବାର ବିଫଳ ହୋଇଛି। ଦୀର୍ଘ ଦିନ ହେଲା ପରାଜୟର ସମାଲୋଚନା ଶୁଣି ଆସୁଥିବା ଭାରତୀୟ ଦଳ ଶେଷରେ ବିଜୟର ସ୍ୱାଦ ଚାଖିଥିଲା। ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍ ପରାଜୟ ପରେ, ଅଷ୍ଟ୍ରେଲିଆ ବିରୁଦ୍ଧରେ ବର୍ଡର ଗାଭାସ୍କର ଟ୍ରଫି ପରାଜୟ ପରେ ଏବେ ଇଂଲଣ୍ଡ ବିପକ୍ଷ ସିରିଜ୍ ବିଜୟରୁ ଆରମ୍ଭ କରିଥିଲା ଭାରତ। ପ୍ରଥମ ଟି20ରେ ଇଂଲଣ୍ଡକୁ ଅତି ସହଜରେ ପରାସ୍ତ କରିଥିଲା ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ। ଆଉ ଦୁଇ ମୁକାବିଲାରେ ରୋମାଞ୍ଚକର ବିଜୟ ହାସଲ କରିଥିଲା। ଦ୍ୱିତୀୟ ଟି20 ମୁକାବିଲାରେ ଇଂଲଣ୍ଡକୁ 2 ୱିକେଟରେ ପରାସ୍ତ କରିଥିଲା ଭାରତ। ସେହିଭଳି ତୃତୀୟ ମ୍ୟାଚ୍ରେ ଭାରତକୁ 26 ରନ୍ରେ ହରାଇଥିଲା ଇଂଲଣ୍ଡ। ତେବେ ଚତୁର୍ଥ ଟି20ରେ କେଉଁ 11 ଜଣଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ? କିଏ ପଡ଼ିବେ ବାଦ୍? ଅଭିଷେକ ଶର୍ମା ଏବଂ ସଞ୍ଜୁ ସାମସନ୍ ଓପନିଂ କରିବା ଏକ ପ୍ରକାର ସ୍ପଷ୍ଟ। ପ୍ରଥମ ମ୍ୟାଚ୍ରେ ବିସ୍ଫୋରକ ଇନିଂସ ଖେଳିଥିଲେ ଅଭିଷେକ ଶର୍ମା। ମାତ୍ର 34 ବଲ୍ରୁ 79 ରନ୍ କରିଥିଲେ। ଅବଶ୍ୟ ସଞ୍ଜୁ ଫେଲ୍ ମାରିଥିଲେ। ତୃତୀୟ ମ୍ୟାଚ୍ରେ ବି ଫେଲ୍ ମାରିଥିଲେ ସଞ୍ଜୁ। 24 ରନ୍ କରି ଆଉଟ୍ ହୋଇଥିଲେ ଅଭିଷେକ। ତିଲକ ବର୍ମା ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବା ଏକ ପ୍ରକାର ସ୍ପଷ୍ଟ। ଦ୍ୱିତୀୟ ମୁକାବିଲାରେ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ ତିଲକ ବର୍ମା। ବିସ୍ଫୋରକ ବ୍ୟାଟିଂ କରି ଇଂଲଣ୍ଡ ବୋଲରଙ୍କ ନିଦ ହଜାଇ ଦେଇଥିଲେ। କିନ୍ତୁ ତୃତୀୟ ମ୍ୟାଚ୍ରେ ପୁଣି 3 ନମ୍ବରରେ ବ୍ୟାଟିଂ ଆସିଥିଲେ ସୂର୍ଯ୍ୟ ଏବଂ ଚତୁର୍ଥରେ ଆସିଥିଲେ ତିଲକ ବର୍ମା। ସେହିଭଳି ଅଧିନାୟକ ସୂର୍ଯ୍ୟକୁମାର ଯାଦବ ତୃତୀୟ ସ୍ଥାନରେ ବ୍ୟାଟିଂ କରିବେ। ତେବେ ଆଶା କରାଯାଉଛି ଚତୁର୍ଥ ମ୍ୟାଚ୍ରେ ବ୍ୟାଟିଂ ଅର୍ଡର ସାମାନ୍ୟ ବଦଳିପାରେ। ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବା ଏକ ପ୍ରକାର ସ୍ପଷ୍ଟ। ତୃତୀୟ ମୁକାବିଲାରେ ଧୀମା ବ୍ୟାଟିଂ ପାଇଁ ସମାଲୋଚିତ ହୋଇଥିଲେ ପାଣ୍ଡ୍ୟା। ତେବେ ରିଙ୍କୁ ସିଂ ଆହତ ହୋଇଥିବାରୁ ତାଙ୍କ ସ୍ଥାନରେ ୱାଶିଂଟନ ସୁନ୍ଦରଙ୍କୁ ପୁଣି ମିଳିପାରେ ସୁଯୋଗ। ଆଉ ଯଦି ରିଙ୍କୁ ଫିଟ୍ ହୋଇଥିବେ ତେବେ ପ୍ଲେଇଂ 11ରେ ସ୍ଥାନ ପାଇବେ। ସେହିଭଳି ଧ୍ରୁବ ଜୁରେଲଙ୍କ ସ୍ଥାନରେ ରମଣଦୀପ ସିଂଙ୍କୁ ସୁଯୋଗ ମିଳିପାରେ। ଅକ୍ଷର ପଟେଲ ଏବଂ ୱାଶିଂଟନ ସୁନ୍ଦର ଅଲରାଉଣ୍ଡର ଭୂମିକା ତୁଲାଇବେ। ସେହିଭଳି ବୋଲିଂ ବିଭାଗ ନେତୃତ୍ୱ ଅର୍ଶଦୀପ ସିଂଙ୍କ ନିକଟରେ ରହିବ। କାରଣ ପୂର୍ବରୁ 2ଟି ମ୍ୟାଚ୍ରେ ଭଲ ବୋଲିଂ କରିଥିଲେ ଅର୍ଶଦୀପ ସିଂ।